କେଉଁ ଫୁଲ ତକିଆ ତଳେ ଦେଇ ଶୋଇଲେ ରୋଗ ଦୂର ହୋଇଥାଏ। ଆସନ୍ତୁ ଜାଣିବା। ସନ୍ଧ୍ୟା ବେଳେ ଘରର ଦୁଆର ମୁହଁରେ ବସନ୍ତୁ ନାହିଁ। ମା ଲକ୍ଷ୍ମୀଙ୍କର ଗମନାଗମନ ବନ୍ଦ ହୋଇଯିବ। ଘର ବାହାରକୁ ଯିବାବେଳେ ଡାହାଣ ପାଖରେ ପାଣି କଳସ ଥିଲେ ଆପଣଙ୍କର ମଙ୍ଗଳ ହେବ। ପେଟରେ ଗ୍ୟାସ୍ ସମସ୍ୟା ଥିଲେ ଖାଇବା ପରେ ଜୁଆଣି ଖାଆନ୍ତୁ ଏବଂ ପ୍ରତ୍ୟେକ ଖାଦ୍ୟ ପ୍ରସ୍ତୁତିରେ ହେଙ୍ଗୁ ବ୍ୟବହାର କରନ୍ତୁ। ରାତିରେ ଯଦି ଘୁଙ୍ଗୁଡ଼ି ମାରୁଥାନ୍ତି ଯୋଡ଼ିଏ ଗୁଜୁରାତି ଖାଇ ଉଷୁମ ପାଣି ପିଅନ୍ତୁ। ଏଥିରେ ପେଟର ଚର୍ବି ଅଂଶ କମିଯିବ। ଘରୁ ବାହାରକୁ ଗଲାବେଳେ ମୁଣ୍ଡରେ ଟିକେ ଚନ୍ଦନ ଲଗାଇ ଯାଆନ୍ତୁ। ଆପଣଙ୍କର କାମ ଜୟ ହେବ। ଘର କିଣିବା କିମ୍ବା ବନାଇବା ସମୟରେ ମୁଖ୍ୟ ପ୍ରବେଶ ଦ୍ୱାର ପୂର୍ବ ଦିଗକୁ ହେଲେ ଅଧିକ ଶୁଭ ହୋଇଥାଏ। ବିଛଣାରେ ଶୋଇଥିବା ବେଳେ ଆପଣଙ୍କ ପ୍ରତିବିମ୍ବ ଆଇନାରେ ଦେଖିବା ଅନୁଚିତ। ଏହା ଅମଙ୍ଗଳ କରିଥାଏ। ଖରାପ ଶକ୍ତିର ପ୍ରଭାବ ପଡ଼ିଥାଏ। ବିଲ୍ଡିଂର ସର୍ବଶେଷ ଫ୍ଲାଟରେ ବାସ କରନ୍ତୁ ନାହିଁ। ଏହା ଶୁଭ ନୁହେଁ। ସୁଗନ୍ଧିତ ପୁଷ୍ପ ବା ସୁଗନ୍ଧିତ ଅତର ଗୋଟିଏ କପଡ଼ାରେ ଲଗାଇ ଶୋଇଲେ ରୋଗ ଯନ୍ତ୍ରଣା ଦୂର ହୋଇଥାଏ। ମାଛ ଜାର ଓ ଆକ୍ୱାରିୟମରେ ସୁନେଲି ମାଛ ରଖନ୍ତୁ ଏବଂ ଏହି ଜାରକୁ ରୋଷେଇ ଘର ବା ବେଡରୁମରେ ରଖନ୍ତୁ ନାହିଁ। କବାଟ ଘର ପଛପଟରେ କଉଡ଼ି ମୁଦ୍ରା ବାନ୍ଧି ଝୁଲାଇ ରଖନ୍ତୁ କିନ୍ତୁ ଘରର ପଛ କବାଟରେ ରଖନ୍ତୁ ନାହିଁ। ଶୋଇବା ଘରେ ଟିଭି ଥିଲେ ତାହା ଯେପରି ବିଛଣା ଆଡ଼କୁ ମୁହଁ କରି ନ ରୁହେ। ତଥାପି ଯଦି ଅଛି ତେବେ ନ ଚାଲୁଥିବା ସମୟରେ ଘୋଡ଼ାଇ ରଖନ୍ତୁ। ଶୋଇବା ବେଳେ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବେ ନାହିଁ। ଏହା ବହୁତ ଖରାପ ଅଟେ। ସବୁବେଳେ ପୂର୍ବ ଦିଗ କିମ୍ବା ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଶୋଇବା ଉଚିତ। ଭବିଷ୍ୟତରେ କାମରେ ଆସିବ ଭାବି କୌଣସି ଅଳିଆ ଆବର୍ଜନାକୁ ଘରେ ଠୁଳ କରି ରଖନ୍ତୁ ନାହିଁ। ଆପଣଙ୍କ ବାଥରୁମ୍ ଯେତେ ସୁନ୍ଦର ହେଲେ ମଧ୍ୟ କବାଟକୁ ସବୁବେଳେ ବନ୍ଦ କରି ରଖନ୍ତୁ ଏବଂ ଝରକାରେ ଗୋଟିଏ ଲାଲ କପଡ଼ା ରଖନ୍ତୁ। କାହାକୁ ଛୁରୀ କଣ୍ଟା କଇଁଚି ଉପହାର ଦେବେ ନାହିଁ। ଏଗୁଡ଼ିକ ସବୁ ବିଷ ସଦୃଶ ଅଟେ। ଅନ୍ଧାରୁଆ ସ୍ଥାନରେ ଏକୁଟିଆ ବସନ୍ତୁ ନାହିଁ କିମ୍ବା ଭୋଜନ କରନ୍ତୁ ନାହିଁ। ମୁହଁରେ ବ୍ରଣ ହୋଇଥିଲେ ଡାଲଚିନି ଗୁଣ୍ଡରେ ମହୁ ମିଶାଇ ମୁହଁରେ ଲଗାନ୍ତୁ। ପେଟରେ ଗ୍ୟାସ୍ ସମସ୍ୟା ଥିଲେ ଖାଇବା ପରେ ଜୁଆଣି ଖାଆନ୍ତୁ ଏବଂ ପ୍ରତ୍ୟେକ ଖାଦ୍ୟ ପ୍ରସ୍ତୁତିରେ ହେଙ୍ଗୁ ବ୍ୟବହାର କରନ୍ତୁ। ଘୋଡ଼ାର
କେଶକୁ ଯଦି ଛୋଟ ପିଲାମାନଙ୍କୁ କିପରି ବନ୍ଧାଯାଏ, ତେବେ ଛୋଟ ପିଲାମାନଙ୍କର ଚମକିବା ଏବଂ ଦାନ୍ତ କାମୁଡ଼ା ବନ୍ଦ ହୋଇଥାଏ। ଘରକୁ କେହି ବନ୍ଧୁ ବାନ୍ଧବ ଆସିଥିଲେ ବଡ଼ ପାଟି କରି କଥା ହୁଅନ୍ତୁ ନାହିଁ। ମହୁ ଫେଣା ଘରେ କିମ୍ବା ବାଡ଼ିରେ ରହିଲେ ଶୁଭ। ଘରେ ପୁରୁଣା କ୍ୟାଲେଣ୍ଡର ରଖନ୍ତୁ ନାହିଁ। କ୍ୟାଲେଣ୍ଡରକୁ ଦକ୍ଷିଣ ପଟ କାନ୍ଥରେ ଲଗାନ୍ତୁ ନାହିଁ। ଘରର କବାଟ ଓ ଝରକା ଉପରେ ପାଲଟା ଲୁଗା ଏବଂ ଗାମୁଛା ରଖନ୍ତୁ ନାହିଁ। ଖାଇବା ସମୟରେ ଖାଇସାରି ଆଗ ଉଠିକି ଆସ ନାହିଁ। ଆଗ ଗୁରୁଜନଙ୍କୁ ଉଠିବାକୁ ଦିଅନ୍ତୁ। ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ଲୁଣ ପାତ୍ର ରଖନ୍ତୁ ନାହିଁ। ପ୍ଲାଷ୍ଟିକରେ ତିଆରି ଜିନିଷ, ଷ୍ଟିଲରେ ତିଆରି ଜିନିଷ ଏବଂ ଝାଡ଼ୁ ଦାନ କରନ୍ତୁ ନାହିଁ। ପରିବାର କିମ୍ବା ବନ୍ଧୁ ଘରେ ଯଦି କାହାର ଦେହାନ୍ତ ହୋଇଛି, ତାଙ୍କ ଫଟୋ ବା ମୂର୍ତ୍ତି ସାମ୍ନାରେ ଆଣ୍ଠୁମାଡ଼ି ନମସ୍କାର ନ ହୋଇ ସିଧା ଛିଡ଼ା ହୋଇ ନମସ୍କାର କରନ୍ତୁ। ଯଦି ମା ବାପାଙ୍କର ବସ୍ତ୍ର ଚିରିଯାଇଛି, ତେବେ ତୁମେ ନିଜ ପାଇଁ ନୂଆ ବସ୍ତ୍ର ନ କିଣି ତାଙ୍କ ପାଇଁ ଆଗ କିଣନ୍ତୁ।